ଗାଁର ନାମ ଥିଲା ବାଲିହାଟି। ପାହାଡ଼, ନଦୀ ଓ ସବୁଜ ଜଙ୍ଗଲରେ ଘେରାଇଥିବା ଏହି ଗାଁରେ ସାରା ବର୍ଷ ଲୋକମାନେ କଷ୍ଟ କରୁଥିଲେ। କିନ୍ତୁ ଦଶହରା ଆସିଲେ ସବୁ ମଣିଷର ମୁହଁରେ ହସ, ଘରେ ଖୁସି, ପିଲାମାନଙ୍କରେ ଉତ୍ସାହ, ସବୁକିଛି ନୂଆ ହୋଇଯାଉଥିଲା। ଗାଁରେ ଏକ ବଡ଼ ମେଳା ହେଉଥିଲା। ଗୋଟେ ସପ୍ତାହ ଆଗରୁ ମେଳାର ବ୍ୟବସ୍ଥା ଆରମ୍ଭ ହୋଇଯାଉଥିଲା। ଘରେ ଘରେ ବୁହାରୀ, ରଙ୍ଗୋଲି, ପୋଡ଼ା ପିଠାର ସୁଗନ୍ଧ। ପିଲାମାନେ ନୂଆ ପୋଷାକ ପାଇବାରେ ଏହି ବର୍ଷ କ'ଣ ମିଳିବ ବୋଲି ଆଶା କରୁଥିଲେ। ବଡ଼ମାନେ ବୁଲୁଥିଲେ, ମେଳାରେ ବଜାର ବଡ଼, ସତର୍କ ରହିବା, ଟଙ୍କା ସାବଧାନେ ଧରିବା। ଦ୍ୱିତୀୟ ଅଧ୍ୟାୟ, କାର୍ଟୁନ ଚରିତ୍ରମାନଙ୍କର ପ୍ରବେଶ। ଏହି ଗାଁରେ କିଛି ମଜେଦାର ଚରିତ୍ର ଥିଲେ। 1. ଅଭିକାକା ଗାଁର ମଜାକିଆ, ସବୁବେଳେ କୌଣସି ନା କୌଣସି କାଣ୍ଡ କରିଥାନ୍ତି। 2. ଭାଘା, କାକାଙ୍କ ସାଥୀ, ଖାଇବାକୁ ଭଲ ପାଉଥିବା, ଯାହାର ପେଟ ସବୁବେଳେ ଖାଲି। 3. ଲାଲୁ ଗାଁର ପିଲା, ଯାହାର କ୍ୟୁରିଓସିଟି ସବୁବେଳେ ଅଧିକ। 4. ପଟ୍ଟନାୟକୀ, ଗାଁର ସରପଞ୍ଚଙ୍କ ପୁରୁଣୀ, ଯାହାଙ୍କର କଣ୍ଠଶବ୍ଦ ଶୁଣିଲେ ସବୁ ଲୋକ ଡରେ। କାକା ଓ ଭାଘା ପ୍ରତିବର୍ଷ ଦଶହରାରେ ମେଳାକୁ ଯାଇ କୌଣସି ନା କୌଣସି ଧମାଳ କରୁଥିଲେ। ତୃତୀୟ ଅଧ୍ୟାୟ, ମେଳାର ଦୃଶ୍ୟ। ମେଳା ଦିନେ ହାଟରେ ଗୁଲଗୁଲି, ମିଠା, ପୋଡ଼ା ପିଠା, ଆଳୁଚପ୍ର ସୁଗନ୍ଧ। ନାଟକ, ପାଳା, ରାମଲୀଳାର ମଞ୍ଚ। ନାଚଗୀତ, ପୁଆ ବଜାର ଧୁମଧାମ। ଚକ୍ରି ଝୁଲା, ମୋଟର ଯାଦୁ। ପିଲାମାନେ ବାଲୁନ ବାଲୁନ କହି ଦୌଡ଼ିବା, ବଡ଼ମାନେ ଚାଉଳ, ପିଠା, ବିନ୍ଦିଆ କିଣିବା, ସବୁ ମିଶି ଗାଁମାନଙ୍କର କାର୍ଟୁନ ସ୍ଥିତି। ଚତୁର୍ଥ ଅଧ୍ୟାୟ, କାକାଙ୍କ କାଣ୍ଡ। ଅଭିକାକା ମେଳାକୁ ଯାଇ ବଡ଼ ବାଲୁନ କିଣିଲେ। ବାଲୁନଟିକୁ ଭାଘାଙ୍କୁ ଦେଇ କହିଲେ, ଭାଘା, ଏହାକୁ ସାବଧାନେ ଧର। ଏହା ଉଡ଼ିଗଲେ ଆମର ଦଶହରା ସରିଗଲା। ଭାଘା ଯେଉଁଠି ମିଠା ଦେଖିଲେ ଆଖି ଘୂରିଯାଉଥିଲା, ସେ ବାଲୁନ ଧରିଥିଲା କିନ୍ତୁ ଜିଲେବିରେ ଦୃଷ୍ଟି ପକାଇଥିଲା। ଫଳରେ ବଲୁନ ଫେସ୍ କରି ଉଡ଼ିଗଲା। ଗାଁର ପିଲାମାନେ ହାସି ହାସି ପଡ଼ିଗଲେ। ପଞ୍ଚମ ଅଧ୍ୟାୟ, ରାମଲୀଳା ଓ ଧମାଳ। ସନ୍ଧ୍ୟାବେଳେ ରାମଲୀଳା ଆରମ୍ଭ ହେଲା। ଲାଲୁ ରାମଙ୍କ ଭୂମିକାରେ। ଭାଘାଙ୍କୁ ହନୁମାନ କରାଗଲା। ଅଭି କାକାକୁ ରାବଣ। କିନ୍ତୁ କାକାଙ୍କର ଗାଳିଆ ଶୈଳୀରେ, ହେ ରାମ, ମୋର ଲଙ୍କାରେ ୱାଇଫାଇ ମିଳୁଛି, ତୁମେ କ'ଣ କରିପାରିବ? ସବୁ ଲୋକ ହାସି ହାସି ପେଟ ଧରିଲେ। ଭାଘା ହନୁମାନ ହୋଇ ଲଙ୍କା ଜଳାଇବା ପରିବର୍ତ୍ତେ ମିଠାର ଦୋକାନକୁ ଯାଇଲା। ସେଥିରୁ ଲଡ଼ୁ ଖାଇ ଖାଇ ଗୋଟେ ମହାଭୋଜ କରିଦେଲା। ଷଷ୍ଠ ଅଧ୍ୟାୟ, ମେଳାର ଶେଷ। ରାତିବେଳେ ପଟାକାର ପଟପଟ ଧଡ଼ାଧଡ଼ି। ମେଳାର ଆଲୋକ ଯୁଗାଯୁଗା। ପିଲାମାନେ ଥକି ଥକି ମାଙ୍କ ଆଞ୍ଚଳରେ ଘୁମି ଯାଉଥିଲେ। ଅଭିକାକା ଓ ଭାଘା ଜିଲେବି ଲଡ଼ୁର ପ୍ଲେଟ୍ ଧରି କହିଲେ, ହାୟ, ଦଶହରା ଯାଇଗଲା, କିନ୍ତୁ ପେଟ ଆଜି ମଧ୍ୟ ଖାଲି। ଗାଁର ସବୁ ମିଶି ହସି ଖୁସିରେ ଘରକୁ ଫେରିଲେ।